ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 3 ତାରିଖ ବୁଧବାର। ଚାଲନ୍ତୁ ଜାଣିନେବା 12 ଗୋଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ଇଣ୍ଡିଗୋ ଫ୍ଲାଇଟ୍ରେ ସୁଇସାଇଡ୍ ବୋମା ଧମକ, ମୁମ୍ବାଇରେ ଜରୁରୀ ଅବତରଣ। ପୁଣି ବିମାନରେ ବୋମା ଧମକ, ଇଣ୍ଡିଗୋ ଫ୍ଲାଇଟ୍ରେ ବୋମା ଧମକ ମିଳିଛି। କୁଏତରୁ ହାଇଦ୍ରାବାଦ ଆସୁଥିବା ବିମାନରେ ସୁଇସାଇଡ୍ ବୋମାର ନେଇ ଦିଲ୍ଲୀ ଏୟାରପୋର୍ଟକୁ ଇମେଲ୍ ଆସିଥିଲା। ପରେ ମୁମ୍ବାଇରେ ବିମାନର ଜରୁରୀ ଅବତରଣ କରାଯାଇଛି। ବଙ୍ଗୋପସାଗରରେ ବ୍ରହ୍ମୋସ୍ ଗର୍ଜନ ସଫଳ ହେଲା। ମିସାଇଲ୍ ପରୀକ୍ଷା ପ୍ରଦର୍ଶିତ ହେଲା। ସଠିକ୍ ଲକ୍ଷ୍ୟ, ଦକ୍ଷତା, ସ୍ୱଦେଶୀ କ୍ଷେପଣାସ୍ତ୍ର ଶକ୍ତିଶାଳୀର ପ୍ରମାଣ ବୋଲି କହିଲେ ଭାରତୀୟ ସେନା। ସୋମବାର ଦିନ ଭାରତୀୟ ସେନା ସଫଳତାର ସହ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଲଙ୍ଗ୍ ରେଞ୍ଜ ପ୍ରେସିଜନ୍ ଷ୍ଟ୍ରାଇକ୍ ପରୀକ୍ଷଣ ସଫଳ କରିଛନ୍ତି। ରାତି ପାହିଲେ ସଂଗ୍ରହ ହେବ ଧାନ, ମିଳିଲା ମିଲ୍ସ ଆସୋସିଏସନ ସହଯୋଗ ପ୍ରତିଶ୍ରୁତି। ଆଜି ରାଜ୍ୟରେ ଧାନ କିଣା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସହ ରାଜ୍ୟ ଓ ଜିଲ୍ଲା ରାଇସ୍ ମିଲ୍ସ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ଲୋକସେବା ଭବନ ସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଧାନ ସଂଗ୍ରହ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହି ଅବସରରେ ମିଲ୍ସ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକୁ ବିଚାରକୁ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀ ପାତ୍ର କହିବା ପରେ ସହଯୋଗ ପାଇଁ ମିଲ୍ସମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଧାନ କିଣା ପାଇଁ ରାଜ୍ୟ ଯୋଗାଣ ନିଗମ ସହ କଷ୍ଟମ ମିଲ୍ସର ବୁଝାମଣାପତ୍ର ସ୍ୱାକ୍ଷର ପରେ ଆଜିଠାରୁ ଧାନ ସଂଗ୍ରହ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱରରେ 500 ଏକର ସରକାରୀ ଜମି ଜବରଦଖଲ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ BMC ଅଧୀନରେ ଥିବା ପ୍ରାୟ 500 ଏକର ସରକାରୀ ଜମି ଜବରଦଖଲ କରାଯାଇଛି। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦେଇଥିଲେ। ବାପୁଜୀ ନଗର, ଅଶୋକ ନଗର, ଗଙ୍ଗାନଗର, ଶହୀଦ ନଗର, ସୂର୍ଯ୍ୟନଗର, ଭୂମିଖାଲ, ଝାରପଡ଼ା ଏବଂ ପଟିଆ ଭଳି ଅଞ୍ଚଳରେ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ସବୁ ଜମି ଜବରଦଖଲ କରିଥିବା କୁହାଯାଇଛି। ଆରମ୍ଭ ହେଲା କୋଣାର୍କ ଉତ୍ସବ। କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆରମ୍ଭ ହୋଇଛି 36ତମ କୋଣାର୍କ ଉତ୍ସବ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି ଏହା ଉତ୍କଳୀୟ ଐତିହାସିକ ସ୍ଥାପତ୍ୟ ପରମ୍ପରା ଓ ଓଡ଼ିଆ ପ୍ରତୀକ ଓ ପଥ ପ୍ରଦର୍ଶନ ବୋଲି କହିଛନ୍ତି। ଟ୍ରଙ୍କରୁ ଶିଶୁର ମୃତଦେହ ଉଦ୍ଧାର। ଆଜି ସକାଳେ ଦିଲ୍ଲୀ ଲକ୍ଷ୍ନୌ ରାସ୍ତାରେ ଏକ ଟ୍ରଙ୍କ ଭିତରୁ ଜଣେ 8 ବର୍ଷର ବାଳକର ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶର ନାଗଟିଆ ନଦୀ ନିକଟରେ ଲୋକମାନେ ରାସ୍ତା କଡ଼ରେ ସନ୍ଦେହଜନକ ପରିସ୍ଥିତିରେ ଏକ ଟ୍ରଙ୍କ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରଙ୍କ ଖୋଲି ଶିଶୁର ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶିଶୁଟିର ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ପୋଲିସର ପ୍ରାଥମିକ ତଥ୍ୟ ଅନୁଯାୟୀ ପିଲାଟିର ଗୋଟିଏ ଆଖି ନଥିବା ସହ ଶରୀରରେ ଅନେକ ଆଘାତ ଦେଖିବାକୁ ମିଳିଥିଲା। ମୃତଦେହର ଅବସ୍ଥା ଦେଖି ଗୁଣିଗାରେଡ଼ି ହୋଇଥିବା ନେଇ ସନ୍ଦେହ କରାଯାଉଛି। ଏହା ବିଶ୍ୱାସ କରାଯାଇଛି ଯେ ଏହି ଜଣେ ନାବାଳକକୁ ପ୍ରଥମେ ହତ୍ୟା କରି ମୃତଦେହକୁ ଟ୍ରଙ୍କରେ ଭର୍ତ୍ତି କରି ଏଠାରେ ଫିଙ୍ଗି ଦେଇଯାଇଛି। ତେବେ ଏହି ଘଟଣା ପୋଲିସ ଆଖପାଖରେ ଥିବା CCTV କ୍ୟାମେରା ମାଧ୍ୟମରେ ଘଟଣାସ୍ଥଳରେ ଟ୍ରଙ୍କଟି ଛାଡ଼ିଥିବା ଲୋକକୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏହା ବ୍ୟତୀତ ନିଖୋଜ ପିଲାମାନଙ୍କର ବିଷୟରେ ସୂଚନା ସଂଗ୍ରହ କରୁଛି। ତାହାଦ୍ୱାରା ଶିଶୁଟିର ଚିହ୍ନଟ କରାଯାଇପାରିବ। ସଂସଦରେ ବନ୍ଦେ ମାତରମ୍ ଆଲୋଚନା। ଭାରତର ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକ ପାଳନ ପାଇଁ ସଂସଦର ଶୀତକାଳୀନ ଅଧିବେଶନରେ ଏକ ସ୍ୱତନ୍ତ୍ର ଚର୍ଚ୍ଚାର ଆୟୋଜନ ହେବ। ଏହି ଆଲୋଚନା ଚଳିତ ସପ୍ତାହର ଗୁରୁବାର କିମ୍ବା ଶୁକ୍ରବାର ଲୋକସଭାରେ ଅନୁଷ୍ଠିତ ହେବ। ଏଥିପାଇଁ 10ଟା ସମୟ ଧାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ବିତର୍କରେ ଅଂଶଗ୍ରହଣ କରିବେ। ସ୍ୱାଧୀନତା ସଂଗ୍ରାମୀର ଏହି ପ୍ରେରଣାଦାୟୀ ଗୀତର ଐତିହାସିକ ଏବଂ ସାଂସ୍କୃତିକ ଆଲୋଚନା ଗୁରୁତ୍ୱ ଉପରେ ଆଲୋକପାତ କରିବ। ଦିଲ୍ଲୀ ବିସ୍ଫୋରଣ ତଦନ୍ତ ସମୟରେ ବଡ଼ ଖୁଲାସା। ଆତଙ୍କବାଦୀ ଦାନିଶଙ୍କ ଫୋନ୍ରୁ ମିଳିଲା
ଦିଲ୍ଲୀ ବିସ୍ଫୋରଣର ତଦନ୍ତ ସମୟରେ ଆତଙ୍କବାଦୀ ଦାନିଶର ଫୋନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଡିଲିଟ୍ ହୋଇଥିବା ଇତିହାସ, ଫଟୋ, ଭିଡ଼ିଓ ଏବଂ ଆପ୍ ଡାଟା ସ୍କାନ୍ କରିବାରୁ ଜଣାପଡ଼ିଛି ଯେ ସେ ସକ୍ରିୟ ଭାବରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର ଉପରେ କାମ କରୁଥିଲେ। ତଦନ୍ତ ସମୟରେ ଦାନିଶର ଫୋନରୁ ଡର୍ଜନ ଡର୍ଜନ ଡ୍ରୋନ୍ ଚିତ୍ର ଉଦ୍ଧାର କରାଯାଇଥିଲା। ଏଥିରେ ହମାସ୍ ଦ୍ୱାରା ବ୍ୟବହୃତ ଡ୍ରୋନ୍ ପରି ଡିଜାଇନ୍ ଅନ୍ତର୍ଭୁକ୍ତ ଥିଲା। ଏହି ଚିତ୍ରଗୁଡ଼ିକ ସ୍ପଷ୍ଟ ଭାବରେ ସୂଚନା ଦେଇଛି ଯେ ଦାନିଶ ଦୀର୍ଘ ସମୟ ଧରି ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଅଧ୍ୟୟନ କରୁଥିଲେ। ପଚରାଉଚରା ସମୟରେ ଦାନିଶ ସ୍ୱାକ୍ଷର କରିଥିଲେ ଯେ ସେ ଡ୍ରୋନ୍ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲେ। ସେ 25 କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ ଏବଂ ଆକ୍ରମଣ କରିପାରିବ ଏପରି ହାଲୁକା ଡ୍ରୋନ୍ ତିଆରି କରିବାକୁ ଚେଷ୍ଟା କରୁଥିଲେ। ଡ୍ରୋନ୍ ଚିତ୍ର ବ୍ୟତୀତ ଫୋନରୁ ରକେଟ୍ ଲଞ୍ଚରର ଅନେକ ଚିତ୍ର ମଧ୍ୟ ଉଦ୍ଧାର କରାଯାଇଛି। ଡର୍ଜନ ଡର୍ଜନ ଭିଡ଼ିଓ ମଧ୍ୟ ମିଳିଛି ଯାହା ଡ୍ରୋନ୍ରେ ବିସ୍ଫୋରକ କିପରି ତିଆରି, ପରିବର୍ତ୍ତନ ଏବଂ ସ୍ଥାପନ କରାଯାଏ। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଏହି ସମସ୍ତ ଭିଡ଼ିଓ ଏବଂ ସୂଚନା ଏକ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ଦାନିଶକୁ ପଠାଯାଉଥିଲା। ଏହି ଆପ୍ରେ ଅନେକ ବିଦେଶୀ ନମ୍ବର ମଧ୍ୟ ମିଳିଛି ଯାହାର ତଦନ୍ତ ଏବେ ଜାତୀୟ ତଦନ୍ତ ସଂସ୍ଥା NIA କରୁଛି। ରେଜିଷ୍ଟ୍ରେସନ କଲେ 1355 ଖେଳାଳି, ମିନି ଅକ୍ସନରେ ଲାଗିବ କୋଟି କୋଟି ଟଙ୍କାର ବୋଲି। ଇଣ୍ଡିଆନ୍ IPLରେ 2026 ମିନି ନିଲାମକୁ ନେଇ ଉତ୍ସାହ ଦ୍ରୁତଗତିରେ ବୃଦ୍ଧି ପାଉଛି। ଡିସେମ୍ବର 16ରେ ଆବୁଧାବିରେ ହେବାକୁ ଥିବା ଏହି ଛୋଟ କିନ୍ତୁ ହାଇ ଇଣ୍ଟେନ୍ସିଟି ନିଲାମ ପାଇଁ ମୋଟ 1355 ଜଣ ଖେଳାଳି ପଞ୍ଜୀକରଣ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଭାରତର ଅନେକ ଘରୋଇ ତାରକାଙ୍କ ସହିତ ବିଶ୍ୱର ଶ୍ରେଷ୍ଠ ଆନ୍ତର୍ଜାତିକ ଖେଳାଳିମାନେ ମଧ୍ୟ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଥିବାର ଦେଖାଯିବ। ନଗର ଉନ୍ନୟନ ମନ୍ତ୍ରୀ ବଡ଼ ସୂଚନା, କଟକରେ ଭଙ୍ଗା ହେବ ସମସ୍ତ ବିପଦସଙ୍କୁଳ କୋଠା। କିଛି ଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ଏନେଇ ଏବେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି। ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ବିଶେଷ କମିଟି ଗଠନ କରାଯାଇଛି। କମିଟିର ସଦସ୍ୟମାନେ ସମସ୍ତ ୱାର୍ଡରେ ସର୍ଭେ କାର୍ଯ୍ୟ ଚଳାଇଛନ୍ତି। ସର୍ଭେ କାମ ସରିଲେ ଚିହ୍ନଟ କୋଠା ମାନଙ୍କୁ ନୋଟିସ୍ ହେବ। ନିୟମାନୁସାରେ ଭଙ୍ଗାଯିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ କଟକରେ ରହିଛି ମାଳ ମାଳ ଅସୁରକ୍ଷିତ ବିଲ୍ଡିଂ। ସହରରେ 121ଟି ବିପଦସଙ୍କୁଳ କୋଠା ଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ପ୍ରଶାସନ। ଏସବୁ ବିଲ୍ଡିଂ 8ଟି ସରକାରୀ ସଂସ୍ଥା ଏବଂ 2 ଜଣ ବ୍ୟକ୍ତିବିଶେଷଙ୍କ ନାଁରେ ରହିଛି। ଏସବୁକୁ ଖାଲି କରିବା ସହ ଭାଙ୍ଗିବା ଲାଗି ନିର୍ଦ୍ଦେଶ ବି ଦିଆଯାଇଥିଲା, ମାତ୍ର ଏଯାଏଁ ହୋଇନି କୌଣସି ଆକ୍ସନ। ଆସନ୍ତାକାଲି BCCI ଡାକିଲା ଜରୁରୀ ବୈଠକ। BCCI ହଠାତ୍ ଡାକିଲା ଜରୁରୀ ବୈଠକ। ଅନୁମାନ କରାଯାଉଛି ରୋହିତ ବିରାଟଙ୍କ ଦିନିକିଆ ଭବିଷ୍ୟତ ଉପରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି। ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମନୋନୟନ କମିଟି ଅଧ୍ୟକ୍ଷ ଅଜିତ ଆଗରକରଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ହଠାତ୍ ଜରୁରୀ ବୈଠକକୁ ଡାକିଛି BCCI।